ଆଜି ଦେଖିବା କିଛି ବର୍ଷ ପୂର୍ବରୁ ପ୍ରତି ଗାଁରେ ଡିଲର ମାନେ ଚିନି, ଗହମ ଏବଂ କିରୋସିନ ଦେଉଥିଲେ, ଯାହାକି କମ୍ ଦର। ବର୍ତ୍ତମାନ ଯାହାକି କେବଳ ଚାଉଳ ମିଳୁଛି। ଠିକ ପ୍ରଶ୍ନ ଉଠୁଛି, ଚିନି, ଗହମ ଏବଂ କିରୋସିନ କାହିଁକି ଦିଆଗଲା? ତାହା ବନ୍ଦ କ'ଣ ପାଇଁ କରିଥାଏ? ପାଖାପାଖି 2-4 ବର୍ଷ ତଳେ ବୁଝିଲା, ବର୍ତ୍ତମାନ ପରିସ୍ଥିତିରେ ମିଳୁନାହିଁ। ତେଣୁ ସେଗୁଡ଼ିକୁ କାହିଁକି ମିଳିଲା ନାହିଁ, ତାର ଗୋଟେ ଛୋଟିଆ କାରଣ ଅଛି। ଛୋଟ କାରଣ ତ ନୁହେଁ, ଏ ଗୋଟେ ବଡ଼ କାରଣ, ଯାହାକି କିଛି ଅଦ୍ଭୁତ ହେବାକୁ ଯାଉଛି, ହେବାର ସମ୍ଭାବନା ଅଛି। ଆଜି ପର୍ଯ୍ୟନ୍ତ ଗବେଷଣା ଚାଲିଛି, କିନ୍ତୁ ତାହା ସମ୍ଭବ ହେଇନାହିଁ। ହବ ବୋଲି ଆଶା ଅଛି। ଭାରତର ବୈଜ୍ଞାନିକ ମାନେ ତାହା ପୂରଣ କରିବେ ବୋଲି ମୋର ମଧ୍ୟ ଆଶା ଅଛି। କ'ଣ ନା, ପେଟ୍ରୋଲ ତିଆରିରେ ତାହା ସହାୟକ। ଆଖୁ, ଗହମ, ମକା ଏସବୁ ମିଳୁଥିଲା, କିନ୍ତୁ ମକା ମଧ୍ୟ ଆଡ ହବ ମଧ୍ୟ। ଏସବୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ। ଆଶ୍ଚର୍ଯ୍ୟ ଲାଗିଲେ ବି ତା ମଧ୍ୟରେ ସତ୍ୟତା ଅଛି। କ'ଣ ନା, ଆଖୁ ଏବଂ ଗହମ ଏସବୁ ମିଶିକି ଇଥାନଲ ପ୍ରସ୍ତୁତ କରାଯାଉଛି। ପ୍ରଥମେ ସେ ଇଥାନଲ ଏବଂ ପେଟ୍ରୋଲ ମିଶିକି ଭାରତରେ ସେ ପେଟ୍ରୋଲ ଚାଲିବ। ବର୍ତ୍ତମାନ ଆମ ଗାଡ଼ିରେ ପେଟ୍ରୋଲ ବାହାର ଦେଶରୁ କିଣିକି ହଉଛି, କିନ୍ତୁ ଭବିଷ୍ୟତରେ ଗ୍ଲୋବାଲ ୱାର୍ମିଂ, ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଭାରତ ସରକାର ବା କିଛି ବୈଜ୍ଞାନିକ ମାନେ ଏହାକୁ ଚେଞ୍ଜ କରିବା ଆଶାରେ ଆଗେଇଛନ୍ତି। ପେଟ୍ରୋଲ ସିଧାସଳଖ ଆମ ଗାଡ଼ିରେ ପକାଉଛନ୍ତି, ଯାହାକି ବାହାର ଦେଶରୁ ଆସୁଛି, ଯେଉଁଟାକି ଆମେ କ୍ରୁଡ୍ ଅଏଲ କହୁଛେ, ଏବଂ ସେ କ୍ରୁଡ୍ ଅଏଲକୁ ଆମେ ପରିଷ୍କାର କରି ଗାଡ଼ିରେ ପକାଉଛେ। ଭାରତରେ ପାଖାପାଖି ବହୁତ ଗୁଡ଼ିଏ ଗାଡ଼ି ଅଛି, ଯାହାକି ପେଟ୍ରୋଲ ଡିଜେଲ ମାଧ୍ୟମରେ ଚାଲୁଛି। ସେ ପେଟ୍ରୋଲଟା ତିଆରି କରିବା ଆମର ଲକ୍ଷ୍ୟ, ଯାହାକି ମୁଁ ଲେଖିଛି ଇଥାନଲ 15% ଆଡ୍ ହେଉଛି, ତାକୁ 20%, 50% ଆଗକୁ ଦେବା ପାଇଁ ଏହା ଲକ୍ଷ୍ୟ, ଭାରତର ବୈଜ୍ଞାନିକମାନଙ୍କର ଲକ୍ଷ୍ୟ। ଯାହା ଇଞ୍ଜିନ୍ ମଧ୍ୟ ଚେଞ୍ଜ ହେବ ଭବିଷ୍ୟତରେ, ଯଦି ଏ ସକ୍ସେସ୍ ହୋଇଯାଏ। ବର୍ତ୍ତମାନ ପରିସ୍ଥିତି ସକ୍ସେସ୍ ହେଇନାହିଁ, ଯଦି ଏ ସକ୍ସେସ୍ ହୋଇଯାଏ ତେବେ ଗାଡ଼ିର ଇଞ୍ଜିନ୍ ମଧ୍ୟ ଚେଞ୍ଜ ହେବ। ଯେମିତିକି BS3 ଗାଡ଼ି ପାଖାପାଖି 2017 ମସିହାରୁ ବନ୍ଦ ହେଇ ଆସିଲାଣି। 2017 ମସିହାରେ ତାକୁ ତିଆରି କରିବା ପାଇଁ ବନ୍ଦ କରିଦେଇଛନ୍ତି। ନା ମୋର ମନେ ପଡ଼େ 2017 ମସିହାରେ ଗାଡ଼ିର ରେଟ୍ଟା ସବୁ କମିଯାଇଥିଲା। ଏଇ କାରଣ ଭାରତ ସରକାର BS3 ଗାଡ଼ିକୁ ଆଉ ତିଆରି କରିବା ପାଇଁ କମ୍ପାନୀମାନଙ୍କୁ ମନା କଲେ, ଯାହାଫଳରେ କି ଯେଉଁ ଗାଡ଼ିର ତିଆରି ଯାଇଛି ସେଗୁଡ଼ିକ ବିକ୍ରି କରିବା ନିହାତି ଦରକାର। ସେଥିପାଇଁ ଗାଡ଼ିର ରେଟ୍ଟା କମିଯାଇଥିଲା 2017 ମସିହାରେ। ସେମିତି ଯଦି ଏହା ସକ୍ସେସ୍ ହେଇଯାଏ, ଇଥାନଲ ପେଟ୍ରୋଲ ଅର୍ଥାତ୍ ଆଖୁ, ଗହମ, ମକା, ବାଜରା ଏସବୁ ଜିନିଷ ଯଦି ପେଟ୍ରୋଲ ତିଆରି ସମ୍ଭବ ହେଇଯାଏ, ତାହେଲେ ଭବିଷ୍ୟତରେ ଆମ ପେଟ୍ରୋଲ ରେଟ୍ଟା ମଧ୍ୟ କମିଯିବ। ଏବଂ ଇଥାନଲ କିପରି ପ୍ରସ୍ତୁତ କରାଯାଏ? ନା, ଧାନ ଯେଉଁ ଚାଉଳ, ଗହମ, ଆଖୁ, ଯୋଉ ଚିନି ଏସବୁ ବା ଗୁଡ଼, ଯେକୌଣସି ଜିନିଷ, ଆଖୁରୁ ଚିନି ହଉ ବା ଗୁଡ଼ ହଉ, ତାକୁ ନେଇକି ପତେଇ ଦିଆଯାଏ। ସମସ୍ତେ ଜାଣିଥିବେ ମଦ କିପରି ପ୍ରସ୍ତୁତ କରାଯାଉଛି, ଏଇଭଳି ଅମ୍ଳ କୋଚରୁ ଯେମିତି ତିଆରି କରାଯାଏ, ସେମିତି ଇଥାନଲ ମଧ୍ୟ ପ୍ରସ୍ତୁତ ସେପରି କରାଯାଏ, ଯାହାକି ପେଟ୍ରୋଲରେ ତିଆରିରେ ସହାୟକ ହେବ, ଯୋଉଟାକି ମୁଁ ଆଶା କରୁଛି ଭବିଷ୍ୟତରେ ଏହା ସମ୍ଭବ ହଉ, ଯାହାଫଳରେ କି ଆମେ ବାହାର ଦେଶ ଉପରେ ନିର୍ଭରଶୀଳ ନ ହୋଇ ନିଜ ଦେଶରେ ଆମେ ନିଜେ ପେଟ୍ରୋଲ ତିଆରି କରି ପେଟ୍ରୋଲ ରେଟ୍ଟାକୁ କମେଇ ପାରିବା। ତେଣୁ ସେ ଇଥାନଲର ବ୍ୟବହାର ବହୁତ ଗୁଡ଼ିଏ ଅଛି, ଯେମିତି ସାନିଟାଇଜରରେ 17% ଅଛି, ଯାହାକି ସାନିଟାଇଜର ୟୁଜ୍ କଲାବେଳେ ମଧ୍ୟ ସାନିଟାଇଜର ନିଆଁ ଲାଗିଯାଏ ମଧ୍ୟ ସହଜରେ। ମଦରେ ଯେଉଁ ଇଥାନଲ ଅଛି ସେ ମଧ୍ୟ ନିଆଁ ଲଗାଇ ଲାଗିଯିବ। ତେଣୁ ସେ ଇଥାନଲ ପେଟ୍ରୋଲ ତିଆରି କରିବା ସମ୍ଭବ, କିନ୍ତୁ ତାହା ଗାଡ଼ିରେ ପକେଇବା ସମ୍ଭବ କି ନାହିଁ, ବୈଜ୍ଞାନିକମାନେ ତାହା ପରୀକ୍ଷା ଚଳାଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଗାଡ଼ି ଅଛି ତା ସେଥିରେ ୟୁଜ୍ କରିବା ସମ୍ଭବ ନୁହେଁ। ତେଣୁ ଭବିଷ୍ୟତରେ ସେଇ ଗାଡ଼ିର ଇଞ୍ଜିନ୍ ମଧ୍ୟ ଚେଞ୍ଜ ହେବାର ସମ୍ଭାବନା ଅଛି, ଯାହା जो फ्लेक्स इंजिन କରାଯିବ, ଫ୍ଲେକ୍ସିବଲ ଇଞ୍ଜିନ୍, ଏବଂ ସେ ପେଟ୍ରୋଲ ନା ଦିଆଯିବ ଫ୍ଲେକ୍ସ ଫୁଏଲ, ଯାହାକି ଭବିଷ୍ୟତରେ ହେବାର ସମ୍ଭାବନା ଅଛି। ବୁଝିହେଲା କିପରି ଗହମ, ଚିନି, କିରୋସିନ ଏସବୁ ଜିନିଷ ଗୁଡ଼ା କାହିଁକି ଆଉ ଗାଁ ଗହଳିରେ ସହରରେ କାହିଁକି ଲୋକମାନଙ୍କୁ ମିଳିଲାନି କମ୍ ଦାମରେ, ଏବଂ ବାହାର ଦେଶକୁ ମଧ୍ୟ ସପ୍ଲାଇ ବନ୍ଦ କରିଦିଆଯାଇଛି ପାଖାପାଖି 2020 ମସିହାରୁ 21 ମସିହାରେ ଏହା ବନ୍ଦ କରିଦିଆଯାଇଛି। ବାହାର ଦେଶକୁ ମଧ୍ୟ ତାହା ସପ୍ଲାଇ ହେଉନାହିଁ, ଯାହାକି ଭବିଷ୍ୟତରେ କାମରେ ଲାଗିବ। ପେଟ୍ରୋଲ ରେଟ୍ କମିଯିବ, ପେଟ୍ରୋଲ ଏବଂ ଇଥାନଲ ମିଶି, ଯାହାଫଳରେ କି ଆମ ଅନ୍ୟ ଦେଶ ଉପରେ ଅଟୋ ପେଟ୍ରୋଲ କିଣିବା ପାଇଁ ମଜବୁର ହେବ। ଯେତେବେଳେ କି ଆମେ ସମ୍ପୂର୍ଣ୍ଣ ରୂପେ ପେଟ୍ରୋଲ କିଣୁଥିଲେ ସିଧାସଳଖ ଗାଡ଼ିରେ ପକାଇବା ପାଇଁ, ଏଇ ଯେଉଁ ଜିନିଷଟା ଯଦି ସମ୍ଭବ ହେଇଯାଏ, ତାହେଲେ ପେଟ୍ରୋଲର କିଣିବାଟା ଆମର ବା ଆମଦାନୀଟା କିଛି ପରିମାଣରେ କମିଯିବ, ଯାହାଫଳରେ କି ଆମ ଦେଶର ଉନ୍ନତି ହେବ। ଏବଂ ପେଟ୍ରୋଲ ଏବଂ ଇଥାନଲ ମିଶା ଯେଉଁ ପେଟ୍ରୋଲଟି
ଭବିଷ୍ୟତରେ ଆଶ୍ରୟ ଅଛି ତାହା ପରିବେଶକୁ ପ୍ରଦୂଷଣରୁ ରଖିପାରିବ। ଯେମିତିକି ବର୍ତ୍ତମାନ ପରିସ୍ଥିତିରେ ଯୋଉ ଗାଡ଼ି ଗୁଡ଼ିକ ବାହାରୁଛି ତାର କାର୍ବନ ମନୋକ୍ସାଇଡ୍ ପାଇଁ ବାୟୁ ପ୍ରଦୂଷଣ କରୁଛି, କିନ୍ତୁ ତାହା ପରିମାଣ ବହୁତ ପରିମାଣରେ କମି ଯାଇପାରିବ, ଯାହାକି ପରିବେଶ ପାଇଁ ଭଲ। ଏବଂ ସେଇଥିପାଇଁ କେବଳ ଗୋଟିଏ କାରଣ ଅଛି, ଯାହାକି ଆଖୁ, ଚିନି, ଗହମ ଏସବୁ ଜିନିଷ ଗୁଡ଼ା ବଜାରରେ ବା ଆମ ଗାଁ ଗହଳିରେ ତାର ରେଟ୍ଟା ଯୋଉ କମରେ ବିକ୍ରି ଯାଉଥିଲା ତାକୁ ସେଥିପାଇଁ ସରକାର ବନ୍ଦ କରିଥିଲେ ଏବଂ ବାହାର ଦେଶକୁ ମଧ୍ୟ ତାହା ରପ୍ତାନି ବନ୍ଦ କରିଦେଇଛନ୍ତି।